ହେଲା ସଟର ତାଲା, ଏଟିଏମ୍ ଲୁଟିବା ଭଣ୍ଡୁରୁ ହେଲା। ଢେଙ୍କାନାଳ ଜିଲ୍ଲା ତୁମସିଙ୍ଗା ଥାନା ଅନ୍ତର୍ଗତ ଅଁଳାବେଣୀ ଗ୍ରାମ ମାର୍କେଟରେ ଥିବା ବ୍ୟାଙ୍କ ଅଫ୍ ବରୋଦାର ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ ହୋଇଛି। ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ଏଟିଏମ୍ ସଟର ତାଲା ଭାଙ୍ଗିବା ସହ ସିସିଟିଭି ତାର କାଟି ଦେଇଥିଲେ। ଏପରିକି ରାତିରେ ଏଟିଏମ୍ ପାଖରେ ବସି ଭୋଜି କରିଥିଲେ ଏବଂ ତାପରେ ଏଟିଏମ୍ ଲୁଟ୍ ପାଇଁ ଉଦ୍ୟମ କରିଥିଲେ। 4-5 ଜଣ ଏହି ଲୁଟ୍ରେ ସାମିଲ ଥିବେ ବୋଲି ଅନୁମାନ କରାଯାଇଛି। ତେବେ ଏଟିଏମ୍ ଲୁଟିବା ସେମାନଙ୍କ ପକ୍ଷେ ଏତେ ସହଜ ନଥିଲା। ଏଟିଏମ୍ରେ ଥିବା ଟଙ୍କା ଓ ଏଟିଏମ୍ ମେସିନ୍ ସୁରକ୍ଷିତ ଥିବା ବ୍ୟାଙ୍କ ପରିଚାଳିକା ପ୍ରକାଶ କରିଛନ୍ତି। ଏନେଇ ତୁମସିଙ୍ଗା ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି। ଏ ପ୍ରକାର କାର୍ଯ୍ୟକଳାପ ନିଶା ଖାଉଥିବା ବ୍ୟକ୍ତିମାନଙ୍କର ବୋଲି ଅନୁମାନ କରାଯାଇଛି। କାମାକ୍ଷାନଗରରୁ ତରୁଣୀ ସେନ ବାରିକଙ୍କ ରିପୋର୍ଟ, ଅଷ୍ଟକିଳା ନ୍ୟୁଜ୍।